ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନ ତରଫରୁ ବନ ମହୋତ୍ସବ ପାଳିତ। ଆଜି ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନ ତରଫରୁ ପାମରା ଗ୍ରାମର ବିଭିନ୍ନ ଜାଗାରେ 100ରୁ 150 ବୃକ୍ଷ ଚାରା ରୋପଣ କରି ବନ ମହୋତ୍ସବ ପାଳିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଟୋନି ରୋହିଦାସ, ସେକ୍ରେଟାରୀ ଶ୍ରୀ ଦୁଷ୍ମନ୍ତ ଭୋଇ, ଜଏଣ୍ଟ ସେକ୍ରେଟାରୀ ଶ୍ରୀ ପ୍ରଦୀପ କୁମାର ରାଉତ ଏବଂ ଗ୍ରାମର ଅନେକ ଯୁବକ ଯୁବତୀ, ପିଲାମାନେ, ବୟସ୍କ ଲୋକ ଏହିପରି ଅନେକ ଜଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଆମର ପରିବେଶ ସୁରକ୍ଷା, ନିଜର ସୁରକ୍ଷା, ଜୀବଜନ୍ତୁ ବନ୍ୟପ୍ରାଣୀଙ୍କର ସୁରକ୍ଷା ପାଇଁ ଗଛ ଗୋଟେ ଗୋଟେ ପ୍ରତ୍ୟେକ ମଣିଷ ପାଇଁ ଦାୟିତ୍ୱ ଅଟେ, ଯାହା ଆମ ସମାଜର ମଙ୍ଗଳ ପାଇଁ କାମ। ଗଛ ଗୋଟେରୁ ଆମେ ଫଳ, ମୂଳ, କାଠି, ପତ୍ର, ଅମ୍ଳଜାନ ଭଳି ଅନେକ ମୂଲ୍ୟ ସମ୍ପଦ ପାଇଥାଉ। ଔଷଧ ଗୁଣର ମଧ୍ୟ କାମ କରେ। ତେଣୁ ସଭିଙ୍କୁ ଅନୁରୋଧ, ଗଛ ଗୋଟେ ଗୋଟେ ନିଶ୍ଚୟ ଲଗାନ୍ତୁ। ଏହିପରି ଭାବେ ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନ ତରଫରୁ ଆହୁରି କାର୍ଯ୍ୟକ୍ରମ ହେବ ବୋଲି କୁହାଯାଇଛି। ଟୋନି ରୋହିଦାସଙ୍କ ରିପୋର୍ଟ, ମସିଆ ନ୍ୟୁଜ୍। ସମ୍ବଲପୁରୀ କଳା ସଂସ୍କୃତି ତରଫରୁ ପମରା ଜେଲ୍ ଚର୍ଚ୍ଚରେ ବୃକ୍ଷରୋପଣ କରାଗଲା। ଏ ଗଛ ଲଗାଇବା ଦ୍ୱାରା ଆମର ପରିବେଶନୁ ଶୁଦ୍ଧ ବାୟୁ ପାଇପାରମା, ଆମର ସଂସାର ବସି ପାରବା, ଶୁଦ୍ଧ ଅମ୍ଳଜାନ ପାଇପାରମା। ବର୍ଷା ଯେନ୍ କମ୍ ବର୍ଷା ହଉଛେ ଭରପୁରୀ ମାତ୍ରାରେ ବର୍ଷା ପାଇପାରମା। ଗଛ ବଞ୍ଚିଲେ ଆମେ ସବୁ ବଚମା, ଆମର ସବୁ ପ୍ରାଣୀ ସମ୍ପଦ ବଞ୍ଚି ପାରବେ। ସେଥିର୍ଲାଗି ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନ ପାମରା ଜରିଆରେ ଆମର ପାମରା ଜେଲ୍ ଚର୍ଚ୍ଚରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଛି। ଆଉ ଏ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦାନ କରିକିରି ପ୍ରାୟ 150ରୁ 200 ଗଛ ଯୋଗାଇ ପାରିଛୁ। ଆଉ ଏଇଟା ଏମିତି ଅବ୍ୟାହତ ରହିବା। ଆସନ୍ତା ମାସେ 2 ମାସ ଭିତରେ ବର୍ଷା ସିଜନରେ ଆମର ଖାଲି ଅନୁଷ୍ଠାନ ତରଫରୁ ଖାଲି ଗଛ ଲଗା କାର୍ଯ୍ୟକ୍ରମ ମାନେ ଏଇଟା ଚାଲୁ ରହିଥିବା।